না এইটা যা হଉ ଆମେ ବର୍ଷ ସହଯୋଗରେ ଆଜି ଅକ୍ଷୟ ତୃତୀୟାକୁ ପାଳନ କରିପାରିଲୁ। ପ୍ରଥମେ ତ ଆମେ ସ୍ପର୍ଶକୁ ଧନ୍ୟବାଦ ଦଉଛୁ। ଦ୍ୱିତୀୟତଃ ଏଇଟା ଯେବେଠାରୁ ଆମେ ଏଠି ସିଏସ୍ଆର ର କାମ ଆରମ୍ଭ କଲୁଣି ସେବେଠାରୁ ଅକ୍ଷୟ ତୃତୀୟା ପାଳନ କରୁଛୁ। ଗତ ବର୍ଷ ଆମେ ନାରାୟଣପୁର ଗ୍ରାମରେ ବେତଗଡ଼ିଆ ପଞ୍ଚାୟତରେ କରିଥିଲୁ, ତା ପୂର୍ବ ବର୍ଷ ଡଗରା ପଞ୍ଚାୟତରେ କରିଥିଲୁ, ଆଜି ବର୍ଷ ବସ୍ତାରେ କରିଥିଲୁ। ବିଶେଷ ଏ ବର୍ଷର ଆକର୍ଷଣ ଥିଲା ବା ଉଦ୍ଦେଶ୍ୟ ଥିଲା ଆମର ଏ ଅଞ୍ଚଳ ଯୋଉ ପାରମ୍ପରିକ ବିହନ ବା ଯୋଉଟା ଆଗରୁ ହେଇ ଆସୁଛି ସେ ବିହନଟାକୁ କେମିତି ବଜେଇ ରଖିବା ଏବଂ ଏଇଟାକୁ ସମସ୍ତଙ୍କ ପାଖରେ ପହଞ୍ଚି ପାରୁ ଏବଂ ଆଗକୁ ଯୋଉ ପରିସ୍ଥିତି ଜଟିଳ ହେବାକୁ ଯାଉଛି ଯେ ହାଇବ୍ରିଡ ବିହନ ପ୍ରଡକ୍ସନ କରିବା ବା ଚାଷ କରିବା ଦ୍ୱାରା ସାର ବିଷ ବହୁଳ ମାତ୍ରାରେ ପ୍ରୟୋଗ କରିବା ଦ୍ୱାରା ଆମେ ସମସ୍ତେ ଜାଣୁଛେ ଯେ କ୍ଷତି ସହୁଛେ, ଏଥିରୁ କେମିତି ଦୂରେଇ ରହିବା ଏବଂ ସର୍ବୋପରି ଆମର ଏ ଅଞ୍ଚଳର ଯୋଉ ମାଟି ଯଦି ଉର୍ବର ରହିବ ତାହେଲେ ଆମେ ନିଶ୍ଚିନ୍ତ ଭାବେ ଅମଳ ଅଧିକା ନେଇପାରିବା, ବିଭିନ୍ନ ପ୍ରକାର ଚାଷ କରିପାରିବା ଏବଂ ଆମେ ନିଜେ ତ ରୋଗମୁକ୍ତ ହବା ଏବଂ ଅଞ୍ଚଳର ଲୋକମାନଙ୍କୁ ଯୋଉମାନେ ଆପଣମାନଙ୍କ ଉପରେ ଯୋଉ ଅନ୍ନଦାତା ମାନେ ଆମେ ସମସ୍ତେ ତାଙ୍କ ମାନଙ୍କ ଉପରେ ନିର୍ଭରଶୀଳ ଅଛୁ ସେମାନେ ନିଜେ ତ ବେନିଫିଟ ପାଇବା ସହିତ ସହିତ ଆମେ ମାନେ ବି ସେଥିରୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ନିଶ୍ଚିତ ଲାଭବାନ ହୋଇପାରିବା ସମସ୍ତେ। ଅକ୍ଷୟ ତୃତୀୟା ଆଜି ପବିତ୍ର ଅକ୍ଷୟ ତୃତୀୟା ଦିବସରେ ଆମେ ଚାଷୀ ମାନଙ୍କ ପାଇଁ ଗୋଟେ ନୂଆ କାର୍ଯ୍ୟକ୍ରମ ଆରମ୍ଭ କଲୁ କି ଯେ ବସ୍ତା ଓ ବାଲିଆପାଳର ଚାଷୀ ମାନଙ୍କ ସହିତ ବିନା ସାର ଔଷଧରେ କେମିତିକା ଧାନ ଗୁଡା ଚାଷ କରାଯାଇ ଲୋକମାନଙ୍କୁ ନିରୁଗା ରଖିହବ ତା ପାଇଁ ଆଜି ଗୋଟେ ଛୁଟିଆ ପ୍ରୟାସ। ଯେଉଁମାନେ ବିନା ସାର ଔଷଧରେ ଚାଷ କରିଛନ୍ତି ତାଙ୍କ ବିହନ ବାଲିଆପାଳରୁ ବସ୍ତାକୁ ଆଇଲା, ବସ୍ତାରୁ ବାଲିଆପାଳକୁ ଗଲା। ଏଇ ପ୍ରକାର ଏ କାର୍ଯ୍ୟକ୍ରମ ଆମର ଏ ବର୍ଷ ମୁଁ ଭାବୁଛି ସାରଙ୍କ ସହିତ ମିଶିକି ଆମେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ସହିତ ମିଶିକି ଏ କାର୍ଯ୍ୟକ୍ରମକୁ କଲୁ। ପୁଣି ଆଗାମୀ ବର୍ଷରେ ଏ କାର୍ଯ୍ୟକ୍ରମ କେମିତିକା ଅଧିକ ସଫଳ ହବ ଏବଂ ବାଲେଶ୍ୱର ଜିଲ୍ଲା ଲୋକମାନେ ମାନେ ସୁସ୍ଥ ରହିବେ ତା ଦିଗରେ ଆମେ କାର୍ଯ୍ୟକ୍ରମ ଜାରି ରଖିବୁ। ଦେଖନ୍ତୁ ଭାରତୀୟ ସଂସ୍କୃତିରେ ଆଜି ଯେଉଁ ତିଥି ତାହା ସମ୍ପୂର୍ଣ୍ଣ ଅନନ୍ୟ ଏବଂ ଅକ୍ଷୟ। ତେଣୁ ମହାପ୍ରଭୁ ଜଗନ୍ନାଥଙ୍କର ରଥ ଶୁଭାରମ୍ଭ ମଧ୍ୟ ଆଜି ହୁଏ। ଆଜି ଅନେକ କ୍ଷେତ୍ରରେ ଶୁଭାରମ୍ଭ ହୁଏ, ଘର ପ୍ରତିଷ୍ଠା ହୁଏ, ଅନେକ ଲୋକ ତାଙ୍କର ନୂତନ ବ୍ୟବସାୟକୁ ଶୁଭ ଦିଅନ୍ତି, ଅନେକ ପ୍ରତିଷ୍ଠାନ ଆଜି ଶୁଭ ଦିଆଯାଏ। ସେହି ଦୃଷ୍ଟିରୁ ଆଜି କୃଷକ ମଧ୍ୟ ତାର ବିହନ କେମିତି ଅକ୍ଷୟ ହେବ ସଂସାର ପାଇଁ ମାଟି ମା ପାଇଁ ତାର ଶୁଭାରମ୍ଭ ହେଉଛି। ଖାଲି ଆମ ଅଞ୍ଚଳ ନୁହେଁ ତମାମ ଭାରତ ବର୍ଷର ଆଜି କୃଷକ ତାର ଶୁଭ ଅନୁକୂଳ କରେ। ସେହି ପରିପ୍ରେକ୍ଷୀରେ ଆଜି ତମାମ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ଆଜିର ଅକ୍ଷୟ ତୃତୀୟା ଦିବସ ପାଳନ କରାଯାଉଛି। ଆମ ଓଡ଼ିଶାରେ କି ଓଡ଼ିଆ ମାନଙ୍କର ଆଜି ହେଉଛି ଏକ ପର୍ବ ଅକ୍ଷୟ ତୃତୀୟା ବୋଲି ଯାହା ଆମେ ପରମ୍ପରା ରହିଛି। ଏ ଚାଷୀମାନେ ଏ ଅକ୍ଷୟ ତୃତୀୟାରେ ପ୍ରଥମ କରି ଚାଷ ବିହନ ତାଙ୍କର ବିଲରେ ପକାଇବେ ଏବଂ ସେ ବିହନ କେମିତି ଭଲ ଭାବେ ଶସ୍ୟ ଉତ୍ପାଦନ ହେବ ତାହା ହେଉଛି ଜଗନ୍ନାଥଙ୍କ ଠାରେ ଆଜି ପ୍ରାର୍ଥନା ଏବଂ ସବୁ ଓଡ଼ିଆଙ୍କ ଘରେ ବା ଓଡ଼ିଶାରେ ସମସ୍ତ ଚାଷୀ କୂଳ ଘରେ ଆଜି ହେଉଛି ଏକ ଆନନ୍ଦିତ ଦିନ। ସକାଳେ ସକାଳେ ବହୁ ଚାଷୀ ଆଜି ନିଜ କ୍ଷେତକୁ ଯାଇ ସିଏ ମଧ୍ୟ ଅକ୍ଷିମୁଠି ଭାଇ ସାରିଲେନି। ଆମ ଜିଲ୍ଲା କଂଗ୍ରେସ ତରଫରୁ ବସ୍ତାଠାରେ ବସ୍ତାର ନେତାମାନଙ୍କୁ ନେଇ ଆଜି ଯେଉଁ ଅକ୍ଷିମୁଠି ବାସି ଚକୁର ଏଇଠାରେ ପଞ୍ଚାୟତରେ ଆମେ ଯେଉଁ ଅକ୍ଷିମୁଠି ଆଜି ପ୍ରଥମ କରି ପକାଇଲୁ, ଇଏ ଭଗବାନଙ୍କ ଠାରେ ଆମେ ପ୍ରାର୍ଥନା କରୁଛୁ, ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରୁଛୁ ଏ ଅକ୍ଷିମୁଠି ଚାଷୀଙ୍କ ପାଇଁ ଶୁଭପ୍ରଦ ହେଉ ଏବଂ ଚାଷୀ ଶସ୍ୟ ଶ୍ୟାମଳ ଯେମିତି ଭଲ ଭାବରେ ଉତ୍ପାଦନ କରନ୍ତୁ। ଏହା ଆମ ଜିଲ୍ଲା ତରଫରୁ ଓଡ଼ିଶା ତରଫରୁ ଆମ ବସ୍ତା ତରଫରୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରୁଛି ଚାଷୀ କୂଳ ଯେମିତି ଉତ୍ପାଦନ ଭଲ ଭାବରେ କରନ୍ତୁ।